ମୋ ରାଙ୍ଗା ଚାହିଁବି ତ ପୁରା ରଙ୍ଗାରଙ୍ଗ କରିଦେବି। ଭାଇ ଏ ଖେଳ ପଡିଆ ଉପରେ ପାଦ ରଖିବାକୁ ସାହସ କରୁଛି। ଏଇଟା ରାଙ୍ଗା ରଙ୍ଗିଲା ଗାଁ, କାରଣ ଏ ଗାଁର ରାଙ୍ଗା ଯାହା କହେ ସେଇଆ କରେ। ଆଉ ରାଙ୍ଗା ଆଗରେ ଯିଏ ଛିଡା ହୁଏ ତା କାରଣ ମୋ ରାଙ୍ଗା ଚାହିଁବି ତ ପୁରା ରଙ୍ଗାରଙ୍ଗ କରିଦେବି। ରଙ୍ଗାରଙ୍ଗ ଯାତ୍ରା ଓମକାର। ସର୍ବପ୍ରଥମେ ମୁଁ କହିବି, ବାହାଘର ହଉ ବ୍ରତଘର ହଉ ଯେକୌଣସି କାମ କାର୍ଯ୍ୟ ମଙ୍ଗଳ କାମ ହବ, ଓଂ ର ଆରମ୍ଭ ହୁଏ। ଓଂ ସୃଷ୍ଟି, ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସ୍ମୈ ଶ୍ରୀ ଗୁରୁବେ ନମଃ। ପ୍ରଥମେ ଓଂ ର ଆରମ୍ଭ ହୁଏ। ତେଣୁ ଓଂକାର ଗୋଟେ ନୂଆ କରି ଗଢି ଉଠିଥିବା ଯାତ୍ରା ଅନୁଷ୍ଠାନ, ଯାତ୍ରା ନିଶ୍ଚୟ ଭଲ ହବ। ଆଉ ଓଂକାରର ପ୍ରଯୋଜକଙ୍କର ଭଲ ପାଇବା ସ୍ନେହ ଅଛି। ନିଶ୍ଚିତ ତାଙ୍କର ଓଂକାରକୁ ବହୁତ ବାଟ ଆଗେଇ ନେଇଯିବ। ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୁଁ ଏତିକି ମାନେ ପ୍ରାର୍ଥନା କରୁଛି, ଓଂକାର ଯାତ୍ରା ଅନୁଷ୍ଠାନ ଉନ୍ନତ ଭଲ ଉନ୍ନତ କରିବ। ଖଳନାୟକ ଚରିତ୍ର ମଧ୍ୟ ବୁକ୍ କରିଛନ୍ତି। ଆଉ ଖଳନାୟକ ଚରିତ୍ରରେ ଖାଲି ଖଳନାୟକ କରୁ ସେମିତି କିଛି ନାହିଁ, ଖଳନାୟକ ଚରିତ୍ର ବୁକ୍ କରାଇ। ମୋ ତ ରହୁଛନ୍ତି, ମତେ ତ ଢେର କଥା କହିଛନ୍ତି, ରହୁଛନ୍ତି ଯେ ଆସୁଛନ୍ତି, ଯାହାକୁ ଆପଣ ମାନେ ସବୁ ବାଇଟ୍ ଦେଲେ ସେ ସବୁ ରହୁଛନ୍ତି। ହଁ, ଚ୍ୟାଲେଞ୍ଜିଂ କିଛି ନୁହେଁ। ଏଠି ଆମେ କଳାକାର, ଆଜ୍ଞା ଚ୍ୟାଲେଞ୍ଜର ନା କାହିଁକି? ଆମ ସବୁବେଳେ ଫୁଲର ମତନ ମାଇଣ୍ଡଟା ରିଲାକ୍ସ ରହିଲେ ଆମେ ଭଲ ଅଭିନୟ କରିପାରିବୁ। এটা ଫୁଲ କଳାକାର ଯାତ୍ରା ଇଏ ହେଲା ହଉଛି ଲାଜକୁଳି ଲତା, ମାନେ ଲାଜକୁଳି ପତ୍ର ଟିକେ ଛୁଇଁ ଦେଲେ ମଉଳି ଯାଏ। କଳାଟା ସେମିତି, କଳାକାର ସେମିତି। ଏଠି କିଛି ବାଦ ବିବାଦ ଇଏ କିଛି ନାହିଁ। ଏଠି ପୁରା ଏକଦମ ଡେଲି ପରୀକ୍ଷା, ଡେଲି ଯାତ୍ରା କରିବ, ଡେଲି ପରୀକ୍ଷା। ତମେ କହିବ ପୁରୁଣା କଳାକାର, ଆଜି ମୁଁ ଟିକେ ଟାୟାର୍ଡ ଅଛି, ଭଲ ପାଠ କରିପାରିବି, ସେଇଦିନ ଦଶ ତମକୁ ଖରାପ କହିବି। ଏଠି ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତରେ ପରୀକ୍ଷା, କେହି କହିପାରିବେନି। ପ୍ରତ୍ୟେକ ଦିନ ପରୀକ୍ଷା ଦଉ।